ବନ୍ଧୁଗଣ, ଏବେ ଆପଣଙ୍କୁ ମୁଁ ଯେଉଁ କଥା କହିବାକୁ ଯାଉଛି ତାହା ଶୁଣିବା ପରେ ଆପଣଙ୍କ ଜୀବନରେ କେହି ବି କେବେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରିବେ ନାହିଁ, କେବେ ବି ନୁହେଁ। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ବହୁତ ସହଜରେ। ବାସ୍ ଆଜିଠାରୁ ଆପଣଙ୍କୁ ଏହି ଛୋଟ ନିୟମ ଆପଣେଇବାକୁ ହେବ। ପ୍ରତ୍ୟେକ ମଣିଷକୁ ତାର ସଠିକ୍ ସୀମା ବା ଅକାତ ମଧ୍ୟରେ ରଖନ୍ତୁ। ନା 1 ଇଞ୍ଚ ଉପରେ ନା 1 ଇଞ୍ଚ ତଳେ। ଯେଉଁଦିନ ଏହି କଳା ଆପଣଙ୍କ ରକ୍ତରେ ମିଶିଯିବ, ସେହିଦିନ ଠାରୁ ଲୋକେ ଆପଣଙ୍କୁ ଭାବେ ଭୟଭୀତ କରିବେ, ଆପଣଙ୍କୁ ସମ୍ମାନ ଦେବେ ଏବଂ ଆପଣଙ୍କ ସମ୍ମାନରେ ମୁଣ୍ଡ ନୁଆଁଇ କଥା ହେବେ। ସେ ଆପଣଙ୍କ ବସ୍ ହୁଅନ୍ତୁ, ସାଙ୍ଗ ହୁଅନ୍ତୁ, ସମ୍ପର୍କୀୟ ହୁଅନ୍ତୁ କିମ୍ବା ଅନ୍ୟ କେହି। ଯଦି ପ୍ରସ୍ତୁତ ହୁଅନ୍ତି ତେବେ କାନ ଡେରି ଶୁଣନ୍ତୁ, କାରଣ ଏହି କଥା ଆପଣଙ୍କୁ କେହି କେବେ କହନ୍ତି ନାହିଁ। ଏହା ହେଉଛି ଚାଣକ୍ୟର ସେହି ଗୁପ୍ତ କଥା, ଲୋକଙ୍କ ସାମ୍ନାରେ ସୀମା ମଧ୍ୟରେ ରଖିବା କଳା। ସବୁଠାରୁ ପ୍ରଥମେ ବୁଝିନିଅନ୍ତୁ ଯେ ଅକାତ ବା ସୀମା କ'ଣ। ଏହାର ଅର୍ଥ ହେଉଛି ସେହି ଗାର ଯାହା ଆପଣଙ୍କ ନିଜ ମନରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଟାଣିଥାନ୍ତି। ସେହି ଗାର ଭିତରେ ହିଁ ସେହି ବ୍ୟକ୍ତି ରହିବ, ତାହା ବାହାରକୁ ଆସିବ ନାହିଁ। ଯଦି ଆସିଲା ତେବେ ସାଥିରେ ଆପଣଙ୍କର ଭୁଲ। ଚାଣକ୍ୟ କହନ୍ତି, ଯେଉଁ ମଣିଷକୁ ଆପଣ ତାର ଯୋଗ୍ୟତାଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି, ସେ ହିଁ ଆପଣଙ୍କ ସବୁଠାରୁ ଅଧିକ କଷ୍ଟ ଦେଇଥାନ୍ତି। ନିଜ ଜୀବନରେ ସେହି 5 ଜଣଙ୍କୁ ମନେ ପକାନ୍ତୁ ଯେଉଁମାନେ ଆପଣଙ୍କୁ 90% ସୁଯୋଗ ଅଛି ଯେ ସେହି 5 ଜଣଙ୍କୁ ଆପଣ କେବେ ନା କେବେ ସେମାନଙ୍କ ସୀମାଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେମାନଙ୍କୁ ଲାଗିଲା ଯେ ଏହି ବ୍ୟକ୍ତି ଜଣ ଆମ ତଳେ ଅଛି, ଆଉ ଯେମିତି ସେମାନଙ୍କୁ ଏହା ଅନୁଭୂତ ହେଲା, ସେମାନେ ଆପଣଙ୍କୁ ନିଚା ଦେଖାଇବା ଆରମ୍ଭ କରିଦେଲେ। ଆଜି ପରଠାରୁ ଏମିତି କେବେ ହେବ ନାହିଁ। ଲୋକଙ୍କୁ ସେମାନଙ୍କ ସୀମା ମଧ୍ୟରେ ରଖିବାର ପ୍ରଥମ ନିୟମ ହେଉଛି କେବେ ବି କାହାକୁ ନିଜ ଉପରେ ଭାରୀ ହେବାକୁ ଦିଅନ୍ତୁ ନାହିଁ। ସେ ଆପଣଙ୍କର ବାପା, ଭାଇ, ସ୍ୱାମୀ, ସ୍ତ୍ରୀ କିମ୍ବା ବସ୍ କିଏ ବି ହେଉନା କାହିଁକି। କେହି ଆପଣଙ୍କୁ ଅଯଥାରେ ଗାଳି ଦେଲେ ଆପଣ ଚୁପ୍ ରହିଲେ, କେହି ଆପଣଙ୍କ ସମୟର ମୂଲ୍ୟ ବୁଝିଲେ ନାହିଁ ଆଉ ଆପଣ ତଥାପି ହସୁଥାନ୍ତି। ବାସ୍ ଏଇଠୁ ହିଁ ଆରମ୍ଭ ହୋଇଗଲା। ଏବେ ସେହି ମଣିଷ ଧୀରେ ଧୀରେ ଆପଣଙ୍କୁ ନିଜ ପାଦ ତଳେ ଚାପି ଚାଣକ୍ୟ କହନ୍ତି, ଯିଏ ଥରେ ଆପଣଙ୍କୁ ଦବାଇ ଦେଲା ଆଉ ଆପଣ ଚୁପ୍ ରହିଲେ, ସେ ସାରା ଜୀବନ ଆପଣଙ୍କୁ ଦବାଇ ରଖିବ। ତେଣୁ ପ୍ରଥମ ଥର ହିଁ ତାକୁ ଅଟକାନ୍ତୁ, ଶାନ୍ତିର ସହ ହସି ହସି, କିନ୍ତୁ ଏତେ ଦୃଢ଼ ଭାବରେ ଯେପରି ସେ ଦ୍ୱିତୀୟ ଥର ଭୁଲ ସାହସ କରିବ ନାହିଁ। ଦ୍ୱିତୀୟ କଥା, କେବେ କାହାକୁ ନିଜର ଦୁର୍ବଳତା ଦେଖାନ୍ତୁ ନାହିଁ। ଲୋକେ ଆପଣଙ୍କ ଦୁର୍ବଳତାକୁ ଆପଣଙ୍କ ସହାୟତା ବୋଲି ଭାବନ୍ତି। ଆପଣ କାହା ସାମ୍ନାରେ ଥରେ କାନ୍ଦିଦେଲେ ବା ନିଜର ଅସହାୟତା ଜଣାଇଦେଲେ, ବାସ୍ କାମ ସରିଗଲା। ଏବେ ସେହି ବ୍ୟକ୍ତି ସେତେବେଳେ ପର୍ଯ୍ୟନ୍ତ ଚାହିଁବ ଆପଣଙ୍କୁ ବ୍ଲାକମେଲ୍ କରିବ ଏବଂ ଆପଣଙ୍କ ଭାବନା ସହିତ ଖେଳିବା ଆରମ୍ଭ କରିଦେବ। ଚାଣକ୍ୟଙ୍କର ଏହି ନୀତିଗୁଡ଼ିକ ଜୀବନରେ ଆତ୍ମସମ୍ମାନ ଓ ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନମ୍ବର 1, ନିଜର ଦୁର୍ବଳତାକୁ ଗୁପ୍ତ ରଖନ୍ତୁ। ଚାଣକ୍ୟଙ୍କ ସୂତ୍ର ଅନୁସାରେ ନିଜର ଦୁର୍ବଳତା କେବଳ ସେହି ବ୍ୟକ୍ତିକୁ ଜଣାନ୍ତୁ ଯିଏ ଆପଣଙ୍କୁ ସେହି ଦୁର୍ବଳତାରୁ ବାହାର କରିପାରିବ। ବାକି ସମସ୍ତଙ୍କ ସାମ୍ନାରେ ସବୁବେଳେ ଶକ୍ତିଶାଳୀ ହୋଇ ରୁହନ୍ତୁ। ଲୋକମାନେ ଶକ୍ତିଶାଳୀ ମଣିଷକୁ ଡରନ୍ତି ଏବଂ ଦୁର୍ବଳ ମଣିଷ ସହିତ ଖେଳନ୍ତି। ବର୍ତ୍ତମାନ ଆପଣ ସ୍ଥିର କରନ୍ତୁ କି ଲୋକେ ଆପଣଙ୍କ ସହ ଖେଳିବେ ନା ଆପଣଙ୍କୁ ଦେଖି ଡରିବେ। ନମ୍ବର 2, ବାରମ୍ବାର କାହାକୁ ସୁଯୋଗ ଦିଅନ୍ତୁ ନାହିଁ। ଥରେ ଭୁଲ କଲେ କ୍ଷମା କରିଦେଲେ, ଦ୍ୱିତୀୟ ଥର ଭୁଲ କଲେ ପୁଣି ଥରେ କ୍ଷମା କରିଦେଲେ, କିନ୍ତୁ ଯଦି ତୃତୀୟ ଥର ବାରମ୍ବାର ଭୁଲ ହେଉଛି ତେବେ ବୁଝିଯାଆନ୍ତୁ ଯେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ଚାଣକ୍ୟ କହନ୍ତି, ଯାହାକୁ ଆପଣ 3 ଥର କ୍ଷମା କରିଦେଲେ, ସେ ଚତୁର୍ଥ ଥର ଆପଣଙ୍କୁ ନିଜର ଦାସ ଗୋଲାମ ବନାଇଦେବ। ତେଣୁ ଦ୍ୱିତୀୟ ଥର ଭୁଲରେ ହିଁ ତାକୁ ଦୂରତା ବଜାୟ ରଖନ୍ତୁ। ବିନା ରାଗ, ବିନା ଝଗଡ଼ାରେ ଚୁପଚାପ ଦୂରେଇ ଯାଆନ୍ତୁ। ଲୋକେ ନିଜେ ନିଜେ ତାର ଯୋଗ୍ୟତା ବୁଝିଯିବ। ଚତୁର୍ଥ, ନୀରବତାର ଶକ୍ତି, ଚୁପ୍ ରହିବା। ଲୋକଙ୍କୁ ସେମାନଙ୍କର ଯୋଗ୍ୟତା ଦେଖାଇବାର ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ନୀରବତା। ଯେତେବେଳେ କେହି ଆପଣଙ୍କ ଉପରେ ଚିତ୍କାର କରେ ଆପଣ ଚୁପ୍ ରୁହନ୍ତୁ। ଯେତେବେଳେ କେହି ଆପଣଙ୍କୁ ନୀଚ ଦେଖାଏ ଆପଣ ଚୁପ୍ ରୁହନ୍ତୁ। ଯେତେବେଳେ କେହି ଆପଣଙ୍କ ଅହଙ୍କାର ଦେଖାଏ ଆପଣ କେବଳ ମୃଦୁ ହସି ଚୁପ୍ ରୁହନ୍ତୁ। ଏହି ନୀରବତା ଏତେ ଭୟଙ୍କର ଯେ ସାମ୍ନାବାଲା ବ୍ୟକ୍ତି ପାଗଳ ହୋଇଯାଏ। ଚାଣକ୍ୟ କହନ୍ତି, ଯେତେବେଳେ ଆପଣ ଚୁପ୍ ରୁହନ୍ତି ସେତେବେଳେ ଆପଣଙ୍କ ମସ୍ତିଷ୍କ ସବୁଠାରୁ ଅଧିକ ତେଜ ଚାଲେ ଏବଂ ସାମ୍ନାବାଲା ବ୍ୟକ୍ତିର ମତିଭ୍ରମ ହୁଏ। ପଞ୍ଚମ, ନିଜର ଆବଶ୍ୟକତାକୁ ପ୍ରକାଶ କରନ୍ତୁ ନାହିଁ। କେବେ ବି କାହାକୁ ଅନୁଭବ କରିବାକୁ ଦିଅନ୍ତୁ ନାହିଁ ଯେ ଆପଣଙ୍କୁ ତାଙ୍କର ବହୁତ ଆବଶ୍ୟକତା ଅଛି। ଯେଉଁ ମୁହୂର୍ତ୍ତରେ କାହାକୁ ଲାଗିବ ଯେ ଆପଣ ତାଙ୍କ ବିନା ରହିପାରିବେ ନାହିଁ, ସେହି ଦିନଠାରୁ ସେ ଆପଣଙ୍କୁ ନିଜ ଇଶାରାରେ ନଚାଇବ ଏବଂ ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେବ। ଚାଣକ୍ୟ ନିୟମ ଅନୁସାରେ ଯାହା ଆପଣଙ୍କୁ ଦରକାର ତାକୁ ଏମିତି ହାସଲ କରନ୍ତୁ ଯେତିକି ଆପଣଙ୍କୁ ତାର କୌଣସି ଆବଶ୍ୟକ ନାହିଁ। ଲୋକେ ସେହି ମଣିଷ ପଛରେ ଦୌଡ଼ନ୍ତି ଯିଏ ସେମାନଙ୍କ ପଛରେ ଦୌଡ଼େ ନାହିଁ।
ବନ୍ଧୁତା ଓ ସମ୍ପର୍କ ଏହି ନିୟମ ବନ୍ଧୁମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୁଏ। ଯେଉଁ ବନ୍ଧୁ କେବଳ ନିଜ ଦରକାର ସମୟରେ ତୁମକୁ ମନେ ପକାଏ ତାକୁ ପରବର୍ତ୍ତୀ ସମୟରେ ମନେ ପକାଅ ନାହିଁ। ଯେଉଁ ବନ୍ଧୁ ତୁମ ସଫଳତାର ଇର୍ଷା କରେ ତାକୁ ଶୁଭେଚ୍ଛା ଜଣାଇବାକୁ ଦରକାର ନାହିଁ। ଯେଉଁ ବନ୍ଧୁ ତୁମକୁ ସାମ୍ନାରେ ମିଠା କଥା କହେ ଓ ପଛରେ ନିନ୍ଦା କରେ ତାକୁ ଆଜି ହିଁ ବ୍ଲକ୍ କରିଦିଅନ୍ତୁ। ଚାଣକ୍ୟଙ୍କ ଶକ୍ତିଶାଳୀ ରଣନୀତି ନିଜର ସମ୍ମାନ ରଖିବାର 5ଟି ଅସ୍ତ୍ର। ଯଦି ତୁମେ ଥରେ ହେଲେ ବି ମୁଣ୍ଡ ନୁଆଇଁ ଦେଲ ତେବେ ବୁଝିଯାଅ ଯେ ସେହି ବ୍ୟକ୍ତି ଏବେ ପ୍ରତିଦିନ ତୁମକୁ ମୁଣ୍ଡ ନୁଆଇବାକୁ ବାଧ୍ୟ କରିବ। ଚାଣକ୍ୟ କହନ୍ତି, ଯିଏ ତୁମକୁ ଥରେ ହେଲେ ଅପମାନିତ କଲା ଏବଂ ତୁମେ ହସି ହସି ତାହା ସହିଗଲ, ସେ ତୁମର ଅପମାନକୁ ଚିରଦିନ ପାଇଁ ବୁକ୍ କରିନେଲା। ତେଣୁ ପରବର୍ତ୍ତୀ ସମୟରେ ଯଦି କେହି ତୁମକୁ ଅପମାନିତ କରିବାକୁ ଚେଷ୍ଟା କରେ ତାକୁ ସେଇଠି ଅଟକାଇ ଦିଅ। ଏକଦମ ଶାନ୍ତ ସ୍ୱରରେ ଆଖିରେ ଆଖି ମିଶାଇ କେବଳ ଗୋଟିଏ ଧାଡ଼ି କୁହ, ଏମିତି କଥା ହୁଅ ନାହିଁ, ବାସ୍ ଆଉ କିଛି କୁହ ନାହିଁ। ସେହି ବ୍ୟକ୍ତି ଜୀବନରେ ଦ୍ୱିତୀୟ ଥର ତୁମ ସହ ଉଚ୍ଚ ସ୍ୱରରେ କଥା ହେବାକୁ ସାହସ କରିବ ନାହିଁ। ଚାଣକ୍ୟଙ୍କର 5ଟି ଗୁପ୍ତ ଅସ୍ତ୍ର। ନିଜ ଭାବନାକୁ ଗୋପନ ରଖନ୍ତୁ। କେବେ ବି କାହାକୁ ଜଣାନ୍ତୁ ନାହିଁ ଯେ ଆପଣ ତାଙ୍କ ଉପରେ ରାଗିଛନ୍ତି କିମ୍ବା ତାଙ୍କୁ ବହୁତ ଭଲ ପାଆନ୍ତି। ଏହି 2ଟି ଯାକ ଆପଣଙ୍କର ଦୁର୍ବଳତା। ରାଗ ଦେଖାଇଲେ ସେ ଆପଣଙ୍କୁ ଆହୁରି ଚିଡ଼ାଇବେ, ଆଉ ଭଲ ପାଇବା ଦେଖାଇଲେ ସେ ଆପଣଙ୍କୁ ଲୁଟିବେ। ନିଜର ଚେହେରାକୁ ଶାନ୍ତ ଏବଂ ରହସ୍ୟମୟ ରଖନ୍ତୁ। ଯାହାର ମନ କେହି ପଢ଼ିପାରେ ନାହିଁ ସେ ଦୁନିଆର ମାଲିକ ହୋଇଥାଏ। ଦ୍ୱିତୀୟ ନିୟମ, ନିଜର ଅନୁପସ୍ଥିତିକୁ ଅସ୍ତ୍ର କରନ୍ତୁ। ଯେତେବେଳେ କେହି ଆପଣଙ୍କୁ ହାଲୁକାରେ ନେବାକୁ ଲାଗିବେ ସେତେବେଳେ କିଛି ଦିନ ପାଇଁ ଗାୟବ ହୋଇଯାଆନ୍ତୁ। ଫୋନ୍ ଉଠାନ୍ତୁ ନାହିଁ, ମେସେଜର ଉତ୍ତର ଦିଅନ୍ତୁ ନାହିଁ। ଯେତେବେଳେ ସେ ବ୍ୟକ୍ତି ବ୍ୟସ୍ତ ହୋଇ ଆପଣଙ୍କ ପାଖକୁ ଆସିବ ସେତେବେଳେ କେବଳ ହସି କୁହନ୍ତୁ, ହଁ ସବୁ ଠିକ୍ ଅଛି, ବାସ୍ ଟିକେ ବ୍ୟସ୍ତ ଥିଲେ। ଏହାଦ୍ୱାରା ସେ ଆପଣଙ୍କ ମୂଲ୍ୟ ବୁଝିପାରିବ। ତୃତୀୟ ନିୟମ, ସେମାନଙ୍କ ଭାଷାରେ ଉତ୍ତର ଦିଅନ୍ତୁ। ଯଦି କେହି ଆପଣଙ୍କୁ ଟାହି ଟପରା କରେ ତେବେ ତତ୍କ୍ଷଣାତ୍ ଉତ୍ତର ନ ଦେଇ ସୁଯୋଗ ଅପେକ୍ଷା କରନ୍ତୁ। ଯେତେବେଳେ ସେହି ବ୍ୟକ୍ତି ଆପଣଙ୍କ ସାହାଯ୍ୟ ମାଗିବ ସେତେବେଳେ ତାଙ୍କରି କଥାକୁ ଦୋହରାଇ ମନା କରିଦିଅନ୍ତୁ। ଏହା ତାଙ୍କୁ ତାଙ୍କର ସୀମା ମନେ ପକାଇଦେବ। ଚତୁର୍ଥ ନିୟମ, ଦୁର୍ବଳତାକୁ ଶକ୍ତି ହେବାକୁ ଦିଅନ୍ତୁ ନାହିଁ। ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ଥାଏ। ଟଙ୍କା, ସମ୍ମାନ କିମ୍ବା ଟେନସନ୍। ଯିଏ ଯେଉଁଥି ଜିନିଷ ପାଇଁ ପାଗଳ ତାକୁ ସେହି ଜିନିଷ ଆଦୌ ଦିଅନ୍ତୁ ନାହିଁ। ଯେତେବେଳେ ଆପଣଙ୍କ ଲୋକ ଦୁର୍ବଳତାକୁ ଅଣଦେଖା କରିବେ ସେମାନଙ୍କ ଆପଣଙ୍କ ଆଗରେ ଛୋଟ ହୋଇଯିବେ। ପଞ୍ଚମ ନିୟମ, ଲୋକଙ୍କୁ ସେହି ଜିନିଷ ଦିଅନ୍ତୁ ଯାହା ସେମାନେ ଚାହୁଁଛନ୍ତି, କିନ୍ତୁ କେବେ ବି ସମ୍ପୂର୍ଣ୍ଣ ରୂପେ ଦିଅନ୍ତୁ ନାହିଁ। ଯେଉଁଦିନ ଲୋକକୁ ସବୁକିଛି ମିଳିଯିବ ସେଦିନ ସେମାନେ ଆପଣଙ୍କୁ ଛାଡ଼ି ଚାଲିଯାଆନ୍ତି। ସେମାନଙ୍କୁ ସବୁବେଳେ ଅଳ୍ପ ଦିଅନ୍ତୁ ଯେପରି ସେମାନେ ଆପଣଙ୍କ ପାଖରେ ରହିବେ। ଘର ଓ ପରିବାର ପାଇଁ ପରାମର୍ଶ। ଚାଣକ୍ୟ କହନ୍ତି, ଏହି ନିୟମ ନିଜ ଘର ଭିତରେ ଲାଗୁ କରନ୍ତୁ। ପିତାମାତାଙ୍କୁ ସମ୍ମାନ ଦିଅନ୍ତୁ କିନ୍ତୁ ଅନ୍ଧ ଭାବେ ସବୁ କଥା ମାନନ୍ତୁ ନାହିଁ। ପିଲାମାନଙ୍କୁ ଭଲ ପାଆନ୍ତୁ କିନ୍ତୁ ଅତି ଗେଲା କରନ୍ତୁ ନାହିଁ। ସ୍ୱାମୀ ବା ସ୍ତ୍ରୀଙ୍କୁ ଭଲ ପାଆନ୍ତୁ କିନ୍ତୁ ଅତି ନିଜର ସ୍ୱତନ୍ତ୍ର ସ୍ଥିତି ବଜାୟ ରଖନ୍ତୁ। ଶେଷ ରହସ୍ୟ, ବିନା କିଛି କହି ପ୍ରସ୍ତାବ ବିସ୍ତାର କରିବା। ସଫଳତାକୁ ଗୋପନ ରଖନ୍ତୁ। ନିଜ ସଫଳତା ବିଷୟରେ କାହାକୁ କୁହନ୍ତୁ ନାହିଁ, କିନ୍ତୁ ଏହାର ପ୍ରଭାବ ଏପରି ଦେଖାନ୍ତୁ ଯେ ଲୋକମାନେ ନିଜେ ଅନୁମାନ କରନ୍ତୁ। ଚାଣକ୍ୟ କହନ୍ତି, ସଫଳତାର ଶବ୍ଦ କରନ୍ତୁ ନାହିଁ, ଏହାର ଏକ ଗୁଞ୍ଜନ ସୃଷ୍ଟି କରନ୍ତୁ। କମ୍ କୁହନ୍ତୁ, ଗୁରୁତ୍ୱପୂର୍ଣ୍ଣ କୁହନ୍ତୁ। ସବୁବେଳେ କମ୍ କଥା ହୁଅନ୍ତୁ। ଯେତେବେଳେ କେହି ପଚାରିବେ କ'ଣ ଚାଲିଛି, କୁହନ୍ତୁ ସେୟା ଯାହା ତୁମେ କଳ୍ପନା ମଧ୍ୟ କରିପାରିବ ନାହିଁ, ବାସ୍ ଆଉ କିଛି କୁହନ୍ତୁ ନାହିଁ। ଲୋକମାନେ ସାରା ରାତି ଭାବୁଥିବେ କି ସେ କ'ଣ କହିଲେ, ଆଉ ସେମାନେ ଯେତିକି ଅଧିକ ଭାବିବେ ତୁମେ ସେମାନଙ୍କ ମନରେ ସେତିକି ବଡ଼ ହେବାରେ ଲାଗିବ। ଚାଣକ୍ୟ କୁହନ୍ତି, ତୁମେ ଯେତିକି କମ୍ କହିବ ତୁମର ବ୍ୟକ୍ତିତ୍ୱ ସେତିକି ବଡ଼ ଜଣାଯିବ। ଯିଏ ବହୁତ କଥା କୁହେ ସେ ଶସ୍ତା ହୋଇଯାଏ। ଯଦି କେହି ତୁମ ସହିତ ଖରାପ ବ୍ୟବହାର କରେ ତୁମେ ତାକୁ ସିଧାସଳଖ କିଛି କୁହ ନାହିଁ, ବାସ୍ ପରବର୍ତ୍ତୀ ସମୟରେ ଯେତେବେଳେ ସେ ତୁମକୁ କିଛି ସାହାଯ୍ୟ ମାଗିବ ସେତେବେଳେ କୁହ, ପୂର୍ବ କଥାଟା ମନେ ଅଛି ନା, ବାସ୍ ଏତିକି। ସେ ନିଜେ ବୁଝିଯିବ ଯେ ସେ କ'ଣ ଭୁଲ